ଏକ ଆଦର୍ଶ ପ୍ରଦାନ କରିଅଛନ୍ତି ଯାହା ଆମେ ଅଧ୍ୟୟନ କରୁଥିଲୁ। ବିଶେଷତଃ ମର୍ଷି ଏବଂ ମନୋନୀତଙ୍କୁ ମୁଁ ଅନୁରୋଧ କରେ ଦୟାକରି ପ୍ରଭୁଙ୍କ ବାକ୍ୟ ପ୍ରତି ମନ ଦେଇ ଶ୍ରବଣ କରିବେ। ଯାହା ହୋଶୁଆ ପୁସ୍ତକ 2 ଅଧ୍ୟାୟ 19 ଏବଂ 20 ପଦ। ନିଶ୍ଚୟ ପ୍ରଭୁ ଇସ୍ରାଏଲୀୟ ମାନଙ୍କୁ ଏହି କଥା କହିଲେ, ପୁଣି ଆମ୍ଭେ ଚିରକାଳ ନିମନ୍ତେ ଆମ୍ଭ ପାଇଁ ତୁମ୍ଭକୁ ବାଗଦାନ କରିବା। ହଁ, ଆମ୍ଭେ ତୁମ୍ଭକୁ ଧର୍ମରେ, ନ୍ୟାୟ ବିଚାରରେ, ସ୍ନେହପୂର୍ଣ୍ଣ କରୁଣାରେ ଓ ଦୟାରେ ଆମ୍ଭ ପାଇଁ ବାଗଦାନ କରିବା। ଆମ୍ଭେ ତୁମ୍ଭକୁ ବିଶ୍ୱସ୍ତତାରେ ଆମ୍ଭ ପାଇଁ ବାଗଦାନ କରିବା। ତହିଁରେ ତୁମେ ସଦାପ୍ରଭୁଙ୍କୁ ଜ୍ଞାତ ହେବ। ପ୍ରଥମ ବିଷୟ ଈଶ୍ୱରଙ୍କ ଲୋକମାନେ ବିଶେଷତଃ ପୁଅ ଏବଂ ଝିଅଙ୍କ ନିମନ୍ତେ, ଯୁବକ ଏବଂ ଯୁବତୀଙ୍କ ନିମନ୍ତେ ଏହି ବାଗଦାନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଏହା ଟେମ୍ପୋରାରୀ ନୁହେଁ, କିଛି କ୍ଷଣ ନିମନ୍ତେ ନୁହେଁ, କିଛି ସମୟ ନିମନ୍ତେ ନୁହେଁ। ସେମାନେ ଏକ ପରମାନେଣ୍ଟ ରିଲେସନସିପରେ ପ୍ରବେଶ କରୁଅଛନ୍ତି। ତାମାନେ ପରମେଶ୍ୱରଙ୍କ ବାକ୍ୟ ଅନୁଯାୟୀ ଆଜିଠାରୁ ସେମାନେ ଯୋଉ ସମ୍ପର୍କରେ ଆବଦ୍ଧ ହେଉଅଛନ୍ତି ଏହା ଚିରକାଳ ପର୍ଯ୍ୟନ୍ତ ଅଟେ। ପ୍ରିୟ ଈଶ୍ୱରଙ୍କ ଲୋକମାନେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭାବରେ ନିଆଯିବା ଆବଶ୍ୟକତା ରହିଅଛି। ଏହା ଛଡ଼ା ସେ ଦୁହିଁଙ୍କ ମଧ୍ୟରେ ଆଉ କୌଣସି ସମ୍ପର୍କ ଉତ୍କୃଷ୍ଟତର ନୁହେଁ। ଏହା ଗୋଟିଏ ନର୍ମାଲ ପ୍ରମିସ୍ ନୁହେଁ। ସେ ଜଣେ ଜଣେ ବ୍ୟକ୍ତିଙ୍କୁ ପ୍ରମିସ୍ କରିବ, କଥା ଦେବ, ଆଉ କିଛି ଦିନ ପରେ, କିଛି ମାସ ପରେ ବା ବର୍ଷ ପରେ ସେଥିରୁ ସେ ବିମୁଖ ହେବ। କିନ୍ତୁ ପ୍ରଭୁଙ୍କ ବାକ୍ୟ ପ୍ରକାଶ କରେ ଯେ ଆଜିଠାରୁ ସେମାନେ ଏକ ଅନନ୍ତକାଳୀନ ମୃତ୍ୟୁ ନ ବିଚ୍ଛେଦ କରିବା ପର୍ଯ୍ୟନ୍ତ ସେମାନେ ଏକ ସମ୍ପର୍କରେ ଆବଦ୍ଧ ହେଉଛନ୍ତି। ଦ୍ୱିତୀୟ ବିଷୟ, ପ୍ରଭୁ ନିଜେ କହିଲେ ଯେ ଆମ୍ଭେ ତୁମ୍ଭକୁ ଧର୍ମରେ। ଯଦି ଆମେ ଇଂରାଜୀ ବାଇବଲ ଅଧ୍ୟୟନ କରିବା, ଏହି ଶବ୍ଦ ନିମନ୍ତେ ଇଂରାଜୀରେ ଏକ ଶବ୍ଦ ବ୍ୟବହାର କରାଯାଇଛି ଯାହାକୁ ରାଇଚିୟସନେସ୍ ବୋଲିକି କୁହାଯିବ। ଆଉ ବ୍ୟବସ୍ଥା ଅନୁଯାୟୀ ପୁରାତନ ନିୟମରେ ପ୍ରଭୁଙ୍କ ଦୃଷ୍ଟିରେ ବା ପ୍ରଭୁଙ୍କ ସମ୍ମୁଖରେ ଠିଆ ହେବା ନିମନ୍ତେ ଈଶ୍ୱର ଦତ୍ତ ବ୍ୟବସ୍ଥାକୁ ପାଳନ କଲେ ଜଣେ ପ୍ରଭୁଙ୍କ ଦୃଷ୍ଟିରେ ଏକ ଧାର୍ମିକ ଭାବରେ ଠିଆ ହେଇପାରିବ, ଯାହାକୁ ଇଂରାଜୀରେ କୁହାଯାଏ ରାଇଟ୍ ଷ୍ଟାଣ୍ଡିଂ ୱିଥ୍ ଗଡ୍। ତାମାନେ ପ୍ରଭୁ ଏହି କଥା କହନ୍ତି, ଯେତେବେଳେ ଆମେ ନିର୍ବନ୍ଧରେ ଆବଦ୍ଧ ହଉ, ଏକ କମିଟମେଣ୍ଟ କରୁ, ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆମ୍ଭମାନଙ୍କର କାର୍ଯ୍ୟକଳାପ ଧର୍ମରେ ହେବା ଆବଶ୍ୟକତା ରହିଅଛି। ଯଦି ଆପଣ ମାନେ ମାଥ୍ୟୁ ତାର 1 ଅଧ୍ୟାୟ 2 ଅଧ୍ୟାୟ ଅଧ୍ୟୟନ କରିବେ, ସେତେବେଳେ ଯୋସେଫଙ୍କ ଏବଂ ମରିୟମଙ୍କ ନିର୍ବନ୍ଧ ହୋଇଥିଲା। ଆଉ ସେତେବେଳେ ମରିୟମ ଗର୍ଭବତୀ ହେଲେ। ପ୍ରିୟ ଈଶ୍ୱରଙ୍କ ଲୋକମାନେ ପ୍ରଭୁଙ୍କ ବାକ୍ୟ ପ୍ରକାଶ କରେ ସେ ଯୋସେଫ ଜଣେ ଧାର୍ମିକ ବ୍ୟକ୍ତି ଥିବାରୁ ବୋଲି ପ୍ରଭୁଙ୍କ ବାକ୍ୟ ପ୍ରକାଶ କରେ। ତାମାନେ ନିର୍ବନ୍ଧ ହେବା ପରେ ମଧ୍ୟ ଯୋସେଫ ପରମେଶ୍ୱରଙ୍କ ଦୃଷ୍ଟିରେ ଏକ ଧାର୍ମିକ ବ୍ୟକ୍ତି ଥିଲେ। କେବଳ ଯୋସେଫ ହିଁ ନୁହେଁ, ମରିୟମଙ୍କ ସମ୍ବନ୍ଧରେ ମଧ୍ୟ ବାକ୍ୟ ପ୍ରକାଶ କରେ। କାରଣ ଯେତେବେଳେ ଦୂତ ମରିୟମକୁ କହିଲେ ଯେ ତୁମେ ଗର୍ଭବତୀ ହେବ, ଏକ ପୁତ୍ର ପ୍ରସବ କରିବ, ସେହି ସମୟରେ ମରିୟମ ଦୂତଙ୍କୁ ଉତ୍ତର ପ୍ରଦାନ କରୁଅଛନ୍ତି, ମୁଁ ତ କୌଣସି ପୁରୁଷକୁ ଜାଣେ ନାହିଁ। ତାମାନେ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆଜିଠାରୁ ଯେତେବେଳେ ମର୍ଷି ଏବଂ ମନୋନୀତ ବିଟ୍ରୋଥାଲ ଅର୍ଥାତ୍ ନିର୍ବନ୍ଧରେ ଏକ କମିଟମେଣ୍ଟ କରୁଅଛନ୍ତି, ବିବାହ ପର୍ଯ୍ୟନ୍ତ ଧର୍ମ ପରାୟଣ ଜୀବନ ଯାପନ କରିବା ଆବଶ୍ୟକ ରହିଅଛି। ପବିତ୍ରତାର ଜୀବନ ଯାପନ କରିବା ଆବଶ୍ୟକତା ରହିଅଛି, ଯାହା ଫଳରେ ବିବାହ ଦିନରେ ଦୁହେଁ ପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିପାରିବେ
যে we are able to rightly stand with God ଆମେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକତାର ସହିତ ପବିତ୍ରତାର ସହିତ ଆମେ ଠିଆ ହୋଇ ପାରିଅଛୁ ଆଜିକାଲିର ବିବାହ ଆମ ଅଞ୍ଚଳରେ ପ୍ରାୟତଃ ଦେଖିବାକୁ ଗଲେ ଏଭଳି ନିର୍ବନ୍ଧ ନ ହୋଇ ମଧ୍ୟ ବିବାହ ଆୟୋଜନ କରାଯାଏ ଝିଅକୁ କୋଉ ଜାଗାରେ ଗୋଟେ ଅଣାଯିବ ପୁଅକୁ କୋଉ ଜାଗାରେ ଗୋଟେ ଅଣାଯିବ ତାପରେ ବିବାହ ହେବ କିନ୍ତୁ ପ୍ରଭୁଙ୍କ ମହାନାମର ଧନ୍ୟବାଦ ହଉ ଯେ ମର୍ସି ଏବଂ ମନୋନୀତ ସେମାନେ ଏକ ଲାଇଫ ଲଙ୍ଗ କମିଟମେଣ୍ଟ ଦୁହିଁଙ୍କ ମଧ୍ୟରେ ଯେତେବେଳେ କରୁଅଛନ୍ତି ସେମାନେ ପ୍ରଭୁଙ୍କ ଠାରେ ଆପଣାକୁ ସମର୍ପଣ କରି ଉଭୟ ମଣ୍ଡଳୀ ସାକ୍ଷାତରେ ପ୍ରଭୁଙ୍କ ଲୋକମାନଙ୍କ ସାକ୍ଷାତରେ ଏକ ଚୁକ୍ତି ସେମାନେ ପ୍ରଦାନ କରୁଅଛନ୍ତି ଯେ ଆମେ ବିବାହ ନିମନ୍ତେ ଆପଣଙ୍କୁ କଣ କରିବୁ ପ୍ରସ୍ତୁତ କରିବୁ ଆଉ ପ୍ରଭୁ ବିଶେଷତଃ ସେମାନଙ୍କୁ ଅନୁଗ୍ରହ କରନ୍ତୁ ବିବାହ ସମୟରେ ସେମାନେ ଈଶ୍ୱରଙ୍କ ସମ୍ମୁଖରେ ପବିତ୍ରତାର ସହିତ ଠିଆ ହୁଅନ୍ତୁ ତୃତୀୟ ବିଷୟ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଯାହା ପରମେଶ୍ୱରଙ୍କ ବାକ୍ୟ ପ୍ରକାଶ କରେ ଯେ ଆମେ ବିଶ୍ୱସ୍ତତାରେ ତୁମକୁ କଣ କରିବା ବାଗଦାନ କରିବା ତୃତୀୟ ବିଷୟ ବିଶ୍ୱସ୍ତତାର ଯଦି ଏହି ଶବ୍ଦକୁ ଆଉ ଆମେ ଟିକେ ସ୍ପଷ୍ଟୀକରଣ କରିବା ଏହାର ଅର୍ଥ ଦୁହିଁଙ୍କ ମଧ୍ୟରେ ଯେତେବେଳେ ବିଶ୍ୱସ୍ତତାର କାର୍ଯ୍ୟ ବା ବିଶ୍ୱସ୍ତତାର ସମୟ ଆସେ ଦୁହିଁଙ୍କ ମଧ୍ୟରେ କୌଣସି ସିକ୍ରେସି ନଥିବ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆଜିଠାରୁ ଦୁହେଁ ପରସ୍ପର ପ୍ରତି ଏକ ଖୋଲା ପୁସ୍ତକ ସଦୃଶ ଜୀବନ ଯାପନ କରିବେ କୌଣସି ସିକ୍ରେସି ମେଣ୍ଟେନ୍ ସେମାନଙ୍କ ମଧ୍ୟରେ ହେବ ନାହିଁ ଆଜିକାଲିର ଯୋଉ ଯୁଗରେ ଆମମାନେ ବାସ କରୁଅଛୁ ବିନା ପାସୱାର୍ଡରେ କୌଣସି ବିଷୟ ଖୋଲା ଯିବ ନାହିଁ ସ୍ୱାମୀର ଫୋନରେ ଦେଖିବ 3ଟା କି 4ଟା ପାସୱାର୍ଡ ଥିବ ସ୍ତ୍ରୀର ଫୋନରେ ଥିବ 3ଟା କି 4ଟା ପାସୱାର୍ଡ କିନ୍ତୁ ବିଶ୍ୱସ୍ତତାର ଅର୍ଥ ଏକ ଖୋଲା ପୁସ୍ତକ ସଦୃଶ ଉଭୟଙ୍କ ଜୀବନ ହେବା ଆବଶ୍ୟକତା ରହିଅଛି ଯେତେବେଳେ ସେମାନେ ଆଗାମୀ ଦିନ ମାନଙ୍କରେ ପବିତ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ସ୍ୱାମୀ ପାଖରେ ସ୍ତ୍ରୀ କୌଣସି ଗୁପ୍ତ ବିଷୟ ନ ପ୍ରାପ୍ତ ହେବାର ଅଛି ଆଉ ସ୍ତ୍ରୀ ପାଖରେ ସ୍ୱାମୀ କୌଣସି ଗୁପ୍ତ ବିଷୟ ନ ପ୍ରାପ୍ତ ହେବାର ଅଛି ତାମାନେ ବିଶ୍ୱସ୍ତତାର ଜୀବନ ଯାପନ ସେମାନେ ଆଜିଠାରୁ ପରସ୍ପର ନିମନ୍ତେ କରିବା ଆବଶ୍ୟକତା ରହିଅଛି ପ୍ରିୟ ଈଶ୍ୱରଙ୍କ ଲୋକମାନେ ଯେତେବେଳେ ଯାକୁବ ମାମୁଁ ଗୃହକୁ ଗଲା ବିବାହ କଲା ପରେ ସେତେବେଳେ ଆପଣାର ଗୃହକୁ ଫେରି ଆସିଲା ମାମୁଁ ବିଦାୟ ଦେଲା ପରେ ତାଙ୍କ ପଛେ ପଛେ ଆସି ଯାକୁବଙ୍କୁ ଆପଣଙ୍କ ଭଣଜାଙ୍କୁ ଗୋଟେ ପ୍ରଶ୍ନ ପଚାରିଲା ମୋ ଘରେ ଥିବା ଠାକୁରକୁ କିଏ କଣ କରି ଆଣିଅଛି କିଏ ଆଣିଥିଲା ଚୋରି କରି ଯାକୁବଙ୍କ ସ୍ତ୍ରୀ ଆଣିଥିଲା କିନ୍ତୁ ଯାକୁବ ତାହା କଣ କରିନଥିଲା ଜାଣି ନଥିଲା ତାମାନେ ସ୍ତ୍ରୀ ଆପଣା ସ୍ୱାମୀ ସମ୍ମୁଖରେ ଏକ ବିଶ୍ୱସ୍ତତାର ଜୀବନ ଯାପନ କରିନଥିଲା ତାଙ୍କ ଜୀବନ ତାଙ୍କ ସମ୍ମୁଖରେ ଓପେନ ନଥିଲା ଖୋଲା ନଥିଲା ପ୍ରିୟ ଈଶ୍ୱରଙ୍କ ଲୋକମାନେ ତେଣୁ ବିଶେଷ କରି ପ୍ରଭୁ ମର୍ଷେ ଏବଂ ମନୋନୀତଙ୍କୁ ଅନୁଗ୍ରହ କରନ୍ତୁ ଯେତେବେଳେ ଆଗାମୀ ଦିନରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଆଜି ଯେତେବେଳେ ସେମାନେ ବିଥ୍ରୋଡ ହୋଉଛନ୍ତି ଏଙ୍ଗେଜଡ ହୋଉଛନ୍ତି ପ୍ରଭୁ ସେମାନଙ୍କୁ ଅନୁଗ୍ରହ କରନ୍ତୁ ସେ ପ୍ରାର୍ଥନାର ସହିତ ଏକ ଲାଇଫ ଲଙ୍ଗ କମିଟମେଣ୍ଟରେ ସେମାନେ ପ୍ରବେଶ କରନ୍ତୁ ଏବଂ ଆଜିଠାରୁ ସେମାନଙ୍କର ସମସ୍ତ ସ୍ୱଭାବ ପବିତ୍ରତାର ସ୍ୱଭାବ ହଉ ଯାହା ଫଳରେ ପ୍ରଭୁଙ୍କ ଦୃଷ୍ଟିରେ ଯେତେବେଳେ ବିବାହ ନିମନ୍ତେ ସେମାନେ ଠିଆ ହେବେ ସେମାନେ କହିପାରିବେ ଯେ ଆମେ ପବିତ୍ରତାକୁ ବଜାୟ ରଖିଅଛୁ ଏବଂ ଆଜିଠାରୁ ପରସ୍ପର ପ୍ରତି ସେମାନେ ବିଶ୍ୱସ୍ତତାର ଜୀବନ ଯାପନ କରନ୍ତୁ କୌଣସି ସିକ୍ରେସି ସେମାନଙ୍କ ଜୀବନରେ ଦେଖା ନଯାଉ ପ୍ରଭୁ ଏହି ଅଳ୍ପ ବାକ୍ୟରେ ଆମ ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ ଆମେନ୍।